ବଢୁଛି ସୁବର୍ଣ୍ଣରେଖାର ଜଳସ୍ତର ଫଳରେ ପ୍ରଭାବିତ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭୀରଗଡି ପଞ୍ଚାୟତର କୁଲ୍ହା ଗାଁ। ବର୍ତ୍ତମାନ ଆସ୍ତେ ଆସ୍ତେ ଯେତେ ପାଣି ବଢୁଛି ସୁବର୍ଣ୍ଣରେଖାରେ ସେ ଗାଁରେ ମଧ୍ୟ ପାଣି ପ୍ରବେଶ କଲାନି। ଆମେ ଅଛୁ ବର୍ତ୍ତମାନ କୁଲ୍ହା ଗାଁରେ ଦେଖିପାରୁଥିବେ ପୁରା ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାକୁ ଯାଉଛି ଏହି କୁଲ୍ହା ଗାଁ। ଏଥିରେ 250 ରୁ 300 ଲୋକ ବସବାସ କରନ୍ତି ଏବଂ ଯାତାୟାତ ପାଇଁ ଗୋଟିଏ ହିଁ ରାସ୍ତା, ଯାହା ଫଳରେ କି ବର୍ତ୍ତମାନଠୁ 3 ଫୁଟରୁ 4 ଫୁଟ ବର୍ତ୍ତମାନ ପାଣି ଆରମ୍ଭ ହେଲାନି। ଲୋକମାନେ ଯାତାୟାତ କରିବା ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଏଠାରେ ଏକମାତ୍ର ଭରସା ହେଉଛି ଦେଶୀ ଡଙ୍ଗା କିମ୍ବା କଦଳୀ ଭଳା, ଯୋଉଠାରେ କି ଲୋକମାନେ ଆଉ ଅଧିକ ପାଣି ହେଲେ ବ୍ୟବହାର କରନ୍ତି। ଆମ ସହିତ ସିଧାସଳଖ କଥା, ଆମ ସହିତ ଜଣେ ସ୍ଥାନୀୟ ବାସିନ୍ଦା ମଧ୍ୟ ଅଛନ୍ତି। ସିଧାସଳଖ କଥା କଣ କହିବେ, ବର୍ତ୍ତମାନ ଏଟା ତୃତୀୟ ଥର ବନ୍ୟା, କିଭଳି ଭାବରେ କେତେବେଳେ ପାଣି ଆସିଲେ ଏବଂ କିଭଳି ଭାବରେ ବର୍ତ୍ତମାନ ଯାତାୟାତ କରୁଛନ୍ତି? ଯାତାୟାତର ପ୍ରବଳ ଅସୁବିଧା, ପାଣିରେ ପଶିକି ଯାହା ଦେଖୁଛନ୍ତି ଗାମଛା ପିନ୍ଧିକି ଯିବାକୁ ପଡୁଛି। ଆଉ କେତେବେଳେ ପାଣି ଆସିଲା? ଆସିଲା 2 ଦିନ ହବ, 2 ଦିନ ହବ ମାଡିକି ଅଛି ପାଣି। ଆହୁରି ପାଣି ବଢିବ କି? ପାଣି ବଢୁଛି, ବଢିବାର ଅଛି, ଆହୁରି ବଢିବ। ଏତେ ଯେତିକି ଅଛି ଆହୁରି ଫୁଟେ କାନ୍ତରେ ବଢିବ, 2 ଫୁଟ ବଢିବ। କାରି ଘରେ ପାଣି ପଶିଛି? ହଁ, ଘର ଯେଉଁମାନେ ନିଚା ଘର ସେମାନଙ୍କ ଘର ପାଣି ପଶିଛି। ଗୋରୁ ଗାଈ ନେଇ ସବୁ ଉଞ୍ଚା ସ୍ଥାନରେ ରଖୁଛନ୍ତି। ଏରকম ଅସୁବିଧା। ଆପଣ ଶୁଣୁଥିଲେ ଯେ ଭାଇ ଦେଖନ୍ତୁ, ଏଠି ଏଇ ଗାଁକୁ ଆସିବାକୁ ହେଲେ ଗାମୁଛା ଟିକେ ନିଶ୍ଚିତ ଦରକାର, କାରଣ ଗାମୁଛା ବିନା ଏଠାରେ ଯାତାୟାତ ଅସମ୍ଭବ। କାରଣ ଘରେ ମଧ୍ୟ ଆସ୍ତେ ଆସ୍ତେ ପାଣି ପ୍ରବେଶ କରୁଛି। ଯଦି ଆହୁରି ଅଧିକ ପାଣି ସୁବର୍ଣ୍ଣରେଖାରେ ହବ ତାହେଲେ ଗାଁଟା ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହବ। ଆମ ସହିତ ଆଉ ଜଣେ ମଧ୍ୟ ଗ୍ରାମବାସୀ ଅଛନ୍ତି, ଆମେ ସିଧାସଳଖ ମଧ୍ୟ ତାଙ୍କ ପାଖରୁ କଥା ହେଇଯିବା। କଣ କହିବେ ଆପଣଙ୍କର? କଣ କହିବେ, ଆଜି 20 ଦିନ ହେଲାଣି ପାଣିରେ ଆମେ ସବୁବେଳେ ଭାସି ରହିଛୁ। ଆଉ ଗାମୁଛା ଗଡେ ହେଲେ ଆମ ବନ୍ଧକୁ ଅଛି, ସ୍ତ୍ରୀ ଲୋକମାନେ ବାହାରି ପାରୁନାହାନ୍ତି। ଗୋରୁ ଛେଳି ପୁରା ସମସ୍ତେ ପରିବାର ସବୁ ଭୋଗୁଛନ୍ତି, ଆଉ ମାନେ ବାହାରକୁ ଆସି ପାରୁନାହାନ୍ତି। ଏଇଭଳିଆ ପରିସ୍ଥିତିରେ ଆମେ ବର୍ତ୍ତମାନ ରହୁଛୁ। ଏ ପାଣିରେ ପ୍ରଥମ ଦ୍ୱିତୀୟ ତୃତୀୟର ପାଣି ଟିକେ କମ ଅଛି, ଆଉ ବଢିଆର ଅଛି ପାଣି। ଆଉ ତ ଛାଡା ହେଇଛି 5ଟା, ସେଇଥିପାଇଁ ଆମକୁ ଅସୁବିଧା ହଉଛି। ଗାଁରେ କେତେ ଲୋକ ବସବାସ କରନ୍ତି? କେତେ ଘରେ ପାଣି ବର୍ତ୍ତମାନ? ପାଣି ତ ସବୁ ଘର ବୁଡି ଯାଇଛି, ଆଉ କିଏ ଘର ବାକି ଅଛି? ସବୁ ଘର ପାଣି ବୁଡି ଯାଇଛି। ସେଇଥିପାଇଁ ଖାଇବା ଯାଇପାର ଉଠୁନି, ଗ୍ୟାସ ଆଣିକି ହେଲା, ଗ୍ୟାସ ନ ମିଳିଲେ ସେଇଭଳିଆ ଚୁଡା ଫୁଡା ଖାଇକି ବସିତେ ହଉଛି। ଆଉ କଣ କରିବା? ନା, କିଛି ଚୁଡା ମିଳିଛି, ଆଉ କିଛି ନା, ଆଉ କିଛି ମିଳିନା। ଆପଣ ଶୁଣୁଥିଲେ ଯୋଉ ପାଣି ପ୍ରବେଶ କରୁଛି, ପାଣି ପ୍ରବେଶ କରିବା ଫଳରେ ଏଭଳି ଅବସ୍ଥା ଅଛି। ଦେଖନ୍ତୁ, ମୋ ସହଯୋଗୀକୁ ଚିତ୍ର ଦେଖିବା ପାଇଁ କହିବି କିଭଳି ଭାବରେ ଗାଁ ଦାଣ୍ଡରେ ବର୍ତ୍ତମାନ ପାଣି ପହଞ୍ଚି ଗଲାନି ଏବଂ ଯଦି ଆଉ ଟିକେ ପାଣି ଅଧିକ ହେବ ତାହେଲେ ଏହା ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବ ଏବଂ ସ୍କୁଲ ଯେଉଁ ଅଛି ସ୍କୁଲ ମଧ୍ୟ ବର୍ତ୍ତମାନ ଆଜି ମଧ୍ୟ ବନ୍ଦ ହେଇଛି ଏବଂ ଆସନ୍ତା କାଲି ହବ କିନା ତା ମଧ୍ୟ ସନ୍ଦେହ ରହିଛି। କାରଣ ଦେଖନ୍ତୁ, ପୁରା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି କୁଲ୍ହା ଗାଁ କୁମ୍ଭୀରଗାଡି ପଞ୍ଚାୟତର ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହଉଛନ୍ତି ଏବଂ ଏହା ହେଉଛି ସୁବର୍ଣ୍ଣରେଖାର ତୃତୀୟ ବନ୍ୟା, ଯାହା ଫଳରେ ଲୋକମାନେ ନାହିଁ ନଥିବାର ଅସୁବିଧା ହେଉଛନ୍ତି। ବାଲେଶ୍ୱର ଜିଲ୍ଲା କୁମ୍ଭୀରଗଡି କୁଲ୍ହା ଗ୍ରାମରୁ ଅଜିତ କୁମାର ଦାସ।